ଦଶମ କ୍ଲାସ ପଢୁଥିଲି ଗୋଟେ ଆଗରୁ କହିଲି ତୃତୀୟ କ୍ଲାସ ପଢିଲା ବେଳେ କଣ ହେଇଥିଲା ଯେତେବେଳେ ଆମେ ଦଶମ କ୍ଲାସ ପଢୁ ଛୋଟ ପିଲା ଟ୍ୟୁସନ ଯାଉଛ ମୁଁ ସେତେବେଳେ ଟ୍ୟୁସନ ଯାଏ ଟ୍ୟୁସନ ସେ କଣ ଟ୍ୟୁସନ ମୁଁ ଦଶମ କ୍ଲାସରେ ଯାଉଛି ପଢିବାକୁ ହେଲା ଟ୍ୟୁସନ ଆମର ପଢା ରାତିରେ ପାଠ ପଢା ମାନେ ସକାଳେ ଯାହା ପଢା ହବ ସକାଳେ 9ଟା ଯାଏ ତାପରେ ପୁଣି ସନ୍ଧ୍ୟାବେଳେ ତାପରେ 10ଟା ବେଳକୁ ଆମେ ଚକା 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 ପକା ରାତି 11ଟାରୁ ଆମର ପଢା ହବ ରାତି ଖାଲି ପୁଅ ପିଲା ହେଲା ରାତି 11ଟାରୁ ରାତି 1ଟା ଯାଏ ତାପରେ ଆମେ ଶୋଇବୁ ସେଇଠି ବେଡ୍ ପତ୍ର ନେଇକି ଯାଇଥିବୁ ଛୁଆଇଥିବୁ ଆମର ସବୁ ଗୋଟେ ଦିନ ସବୁ ଆମ ଲାଷ୍ଟ ଘର ସିଏ ଯୋଉ ଆଗ ପିଲା ଆଗ ସବୁ ପିଲା କଣ କରୁଛନ୍ତି କହିଲୁ ସିଏ ମୁଁ ଆସିଲା କେହି ନାହାନ୍ତି ପଳେଇ ମୁଁ ସେଇଠୁ ଏକୁଟିଆ ହେଇଗଲି ରାତି 10ଟାରେ ଏକୁଟିଆ ହେଇଗଲି ଏକୁଟିଆ ସାଇକେଲ ନେଇକି ଯାଉଛି ମୋ ସାଇକେଲ ଖଡ ଖଡ ହଉଛି ଆଉ ହେଲା ପ୍ରଥମେ ଏମିତି ଗଲା ବେଳକୁ ଏମିତି ଉଠାଣି ପାହାଡ଼ ଜାଗା ସେ ସବୁ ପାହାଡ଼ ଜାଗା ଏମିତି ଉଠାଣି ହେଇକି ଯିବୁ ରାସ୍ତାରେ ତାପରେ ଆମ ସ୍କୁଲକୁ ଆସିବୁ ଆମ ସ୍କୁଲ ପଛପଟେ ଛୋଟ ମଶାଣି ତାପରେ ଆଉ ଗୋଟେ ମଶାଣି ତାପରେ ପୁଣି ଅଛି ଏମିତି ବ୍ରିଜ୍ ଅଛି ନଦୀ ଗୋଟେ ଦୁଇଟା ନଦୀ ଗୋଟେ ହେଲା ବଡ଼ ବ୍ରିଜ୍ ଏମିତି ବୁଲିକି ଯିବୁ ପୁଣି ମଶାଣି ହେଲା ତା ଉପରେ କନ୍ଧ ମାନେ କନ୍ଧ ଜାଣିଛୁ ଦମ୍ଭ କନ୍ଧ ଏଡି ସେମାନେ ମଶାଣି ଆଉ ଟିକେ ତଳକୁ ଏମିତି ଗଲେ ତେଲୁଗୁ ମାନେ ସେ ବ୍ରାହ୍ମଣ ତାଙ୍କ ବ୍ରାହ୍ମଣ ମାନେ ସେଠି ମଶାଣି ଦେଲା ପରେ ସେଠି ମାନେ ସେଠୁ ରାତି 10ଟାରେ ଯାଉଛି ସେଠି ପୁରା ଜଙ୍ଗଲରେ ଗଛ ହେଇକି ଅଛି ଆଉ ପୁରା ଗଛ ହେଇକି ଅଛି ଆଉ ଗଲାବେଳକୁ ସାଇକେଲ ଫଟାଫଟ ହେଉଛି ପଡ଼ୁଛି ସବୁ ଟପଟା ବରଫ ପଡ଼ିଲା ମାନେ ଏଇଠି ଯାଉଛି ମୋରି ଉପରେ ବରଫ ପଡ଼ୁଛି ମୁଁ ଯେତେ ଦୂର ଯାଉଛି ମୁଁ ତା ମୋରି ଉପରେ ବରଫ ପଡ଼ୁଛି ସେଠୁ ମୁଁ ଓହ୍ଲେଇକି ସାଇକେଲ ପଠେଇକି ବରଫ ପଡ଼ିଲାନି ଯାଇକି ତାପରେ ପହଞ୍ଚିଲି ଟ୍ୟୁସନରେ ସାର୍ କହିଲେ ସାର୍ ହେଇଛି ସାର୍ କହିଲେ ହଉ କିଛି ମୋତେ କ'ଣ କହିଲେ ଝିଅଙ୍କୁ ପାଖକୁ ଆଣିକି ଶିବ ମନ୍ଦିର ଅଛି ବଡ଼ ଶିବ ପାଖକୁ ଆଣିଲେ ତାପରେ ଯେତେବେଳେ ମାନେ ମୁଁ ଡରି ଯାଇଛି ମୋତେ କ'ଣ କହିଲେ ପାଖରେ ବସିଛି ସିଏ ତାଙ୍କର ଝାଡ଼ିଆରୁ ସେ ଗଛରେ ଯେଉଁ ଫଳ ଫଟୁ ତା ଦେହରେ ପଡ଼ିଛି ଜେଠ ମକଡ଼ା ପଡ଼େ ସିଏ କହିଲେ ସିଏ କିଛି ନାହିଁ କିନ୍ତୁ ଆମକୁ କହିଲେ ରାତିରେ ବାହାରକୁ ଯିବନି ଯେତେବେଳେ ଡାକିବ ଯିବ ଆମେ ସେଠି ଜାଣିପାରିଲୁ କ'ଣ ହେଇଛି କ'ଣ ନାହିଁ ସେଠୁ ଆମେ ଦିନେ ଏମିତି ରାତିରେ ଗୋଟେ ଦିନ କ'ଣ ହେଇଛି ଆମେ 2-3ଟା ପିଲାରୁ ନିଦ ଭାଙ୍ଗି ଯାଇଥିବ ନା ଆମକୁ ଦିଆଯାଇଛି ପାଠ ହେଲା ଆମ ପାଠ ଦିଆଯାଇଛି ଆମେ ମନ ରହିଲାନି ଆମେ ମନ ରହିଲାନି ଆମେ ପଢ଼ିଲୁ ବସିକି ଆଉ ବସିକି ପଢ଼ିଲୁ ରାତିରେ ପଢ଼ିଲା ବେଳକୁ ବାହାରେ ଶୁଣିଲୁ ପାଉଁଜି ଜଣେ ଏଇନେ ଚାଲି ଗଲେ ତମେ ପାଉଁଜି ପିନ୍ଧିବ ଚାଲି ଗଲେ କ'ଣ ଶୁଣିବ ହବନି ସେଇଠୁ ସେଇଠୁ ଆମେ କାନେଇଲୁ ଦେଖିଲୁ ବାହାରେ କିଏ ଅଛି କ'ଣ ଅଛି ଦେଖିଲୁ ସେଇଠୁ ଲାଷ୍ଟକୁ ଏମିତି ଯାଇକି ପଚାରିଲା ବେଳକୁ ବାହାରକୁ ଯିବରେ ବାହାରକୁ ସାର୍ ଆମକୁ ମନେ କଲେ କହିଲେ ବାହାରକୁ ଏକୁଟିଆ କେବେ ଯିବନି ଯଦି ଗଲ ମୋତେ ଡାକିବ ଉଠେଇବ ସେଠୁ ସାର୍ କହିଲେ ଯେ ଏଇ ହେଲା ମାନେ ଆମର ଏଠି ଝିଅ ସେ ଝିଅ ଯେଉଁ ପୂଜା ପାଆନ୍ତି ନୁହଁ ସେ ଝିଅ ଆମକୁ ଝିଅ ହେଲେ ଆମର କ'ଣ କ୍ଷତି କରିବେ କିନ୍ତୁ ଝିଅଙ୍କୁ କେତେ ମାନେ ଅସମ୍ମାନ କରାଯାଉଛି ଆମେ କ'ଣ ଭୂତ ଭଳି କ'ଣ ଧରିଯିବୁ ସିଏ ଯାହାହେଲେ ବି ମାନେ ବହୁତ ତାଙ୍କର ବଳ ନା ତାଙ୍କର ରୂପ ଅଲଗା ଚୁଟି ଫୁଟି ଖୋଲିଯାଇଛି ଆମେ ତାଙ୍କୁ କ'ଣ ଆମ ଭୂତଟା ବୋଲି ଧରିଯିବୁ ସେଥିପାଇଁ ସେ କହିଲେ ଯେ
ତମେ କାଳେ ଦେଖିକିନା ମୁଁ ଡରିଯିବ। ତମେ କେବେ ବି ଯିବନି ହେଲା।